ତାମିଲନାଡୁର ଛୋଟ ଗାଁ ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ନାଁ ଅବଦୁଲ କଲାମ। ତାଙ୍କ ପାଖରେ ପଇସା ନଥିଲା, ତାଙ୍କ ପାଖରେ ବଡ଼ ଘର ମଧ୍ୟ ନଥିଲା, କିନ୍ତୁ ତାଙ୍କ ପାଖରେ ଗୋଟେ ଜିନିଷ ଥିଲା, ସେଇଟା ବଡ଼ ସ୍ୱପ୍ନ। ଭୋର ସକାଳୁ 4ଟାରେ ଉଠି ସେ ପେପର ବିକ୍ରୟ କରିବା ପାଇଁ ଯାଉଥିଲେ, କାହିଁକି ନା ତାଙ୍କ ପାଖରେ ପାଠ ପଢ଼ିବା ପାଇଁ ଖର୍ଚ୍ଚ ନଥିଲା। ଏଣୁ ସେ ପରିଶ୍ରମ କରୁଥିଲେ। ସେ ସ୍କୁଲର ଏଭରେଜ ଛାତ୍ର ଥିଲେ। ଦିନେ ତାଙ୍କ ଶିକ୍ଷକ କହିଲେ, ତୁମେ ନିଜ ଉପରେ ଭରସା ରଖ, ଦିନେ ବଡ଼ ଲୋକ ହୋଇପାରିବ। ଏହି କଥା ତାଙ୍କ ଭବିଷ୍ୟତ ବଦଳାଇ ଦେଲା। ଇଞ୍ଜିନିୟର ପାଠ ପଢ଼ା ସାରିବା ପରେ ସେ ଏୟାରଫୋର୍ସରେ ପାଇଲଟ ହେବା ସ୍ୱପ୍ନ ଦେଖିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଫେଲ୍ ହୋଇଗଲେ। ଫେଲ୍ ହେଲା ପରେ ସେ ନିଜେ ଭାଙ୍ଗି ପଡ଼ିଲେ, କିନ୍ତୁ ଗିଭ୍ ଅପ୍ କଲେ ନାହିଁ। ସେ ସେହିଦିନ ମନ୍ତବ୍ୟ ନେଲେ, ମୁଁ ପାଇଲଟ ସିନା ହୋଇପାରିଲି ନାହିଁ, କିନ୍ତୁ ମୁଁ ରକେଟ୍ ତିଆରି କରିବି, ଯେଉଁ ରକେଟ୍ ଆକାଶ ଛୁଇଁବ। ଆଉ ସେହି ଛାତ୍ର ହୋଇଗଲେ ଭାରତର ମିସାଇଲ୍ ମ୍ୟାନ୍। ଇସ୍ରୋରେ କାମ କଲେ, ଭାରତକୁ ଶକ୍ତିଶାଳୀ କଲେ। ଆଉ ସେହି ଛାତ୍ର ଦିନେ ଭାରତର ରାଷ୍ଟ୍ରପତି ହେଲେ। ଟିକେ ଭାବନ୍ତୁ, ନ୍ୟୁଜ୍ ପେପର ବିକ୍ରୟ କରୁଥିବା ଲୋକ ଦିନେ ଭାରତର ରାଷ୍ଟ୍ରପତି ହୋଇପାରିଲା, ତେବେ ତୁମେ କାହିଁକି ନୁହେଁ? କାଲାମ ସାର୍ କହୁଥିଲେ, ସ୍ୱପ୍ନ ସେଇଟା ନୁହେଁ ଯେଉଁଟା ଶୋଇଲା ବେଳେ ଆସେ। ସ୍ୱପ୍ନ ସେଇଟା ଯେଉଁ ସ୍ୱପ୍ନ ଆପଣଙ୍କୁ ଶୁଆଇ ଦିଏନି। ଯଦି ତୁମ ଜୀବନରେ ପ୍ରୋବ୍ଲେମ୍ ଆସୁଛି, ତାହେଲେ ଭାଙ୍ଗିବା ପାଇଁ ନୁହେଁ, ତୁମକୁ ଶକ୍ତିଶାଳୀ କରିବା ପାଇଁ ଆସୁଛି। ଆଜି ଡିସିଜନ୍ ନିଅ, ଆଜିଠୁ ଆରମ୍ଭ କର, କାଲି ଅଟୋମେଟିକ୍ ସଫଳତା ଆସିବ। ଛୋଟ ଆରମ୍ଭ କର, କିନ୍ତୁ ବଡ଼ ସ୍ୱପ୍ନ ଦେଖ, କାହିଁକି ନା ତୁମ କାହାଣୀ ଦିନେ ଦୁନିଆ ଶୁଣିବ। ଆପଣଙ୍କୁ ଏ ଭିଡ଼ିଓ କେମିତି ଲାଗିଲା ମହାଶୟ ଯଥାଶୀଘ୍ର କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଦେବେ। ନମସ୍କାର, ରହିଲି।